आसीगला आसीगला मो ପାଇଁ ସନ୍ତୁଳା ଆସିଗଲା। ଓ କ'ଣ ସାଙ୍ଗମାନେ ଆପଣମାନେ ମୋ ଭଳିଆ 120 ବର୍ଷ ବଞ୍ଚିବାକୁ ଚାହୁଁଛନ୍ତି? ଯଦି ଚାହୁଁଛନ୍ତି ତାହେଲେ ଆଜିଠୁ ମାଛ ମାଂସକୁ ତ୍ୟାଗ କରିକି ମୋ ଭଳିଆ ସନ୍ତୁଳା ଡେଲି ଖାଆନ୍ତୁ। ମୁଁ କଥା ଦଉଛି ଆପଣ 120 ଜାଗାରେ 150 ବଞ୍ଚିବେ ଦରକାର ପଇଲେ। ନାଇଁ କେହି ଘୁଷୁରିବାକୁ ଚାହୁଁନାହାନ୍ତି, ତେଣୁ ସନ୍ତୁଳା ଟିକେ ଆଉ ତା ସାଙ୍ଗକୁ ଏମିତି ଟିକେ ପାଗ ଟିକେ ଖାଇବେ। ଆଉ ଏଇଟା ପାଗ ତ ନୁହଁ, ଏଇଟା ହଉଛି ଠେଲା। ଠେଲା କୁହାଯିବନି, ଏଇଟାକୁ ଟପ୍ ଅପ୍ କୁହାଯିବ। ଏଇଟା କୁହାଯିବ ପାୱାର ପ୍ଲସ୍। ସନ୍ତୁଳା ଖାଇବ ପୁଣି ପାୱାର ପ୍ଲସ୍ ଦରକାର। ସାଇଡ୍ ଟିକେ ପାୱାର ପ୍ଲସ୍ ଟିକେ ଖାଲି ଚାଖିଦେଲେ ସନ୍ତୁଳା 5ଟା ରୁଟି, ବେଶୀ ନାହିଁ 5 ପଟ ରୁଟି, ଓ ଆରାମସେ ଉଡ଼ିଯିବ। ଆଠୁ ବଢିଆ ଜିନିଷ, ମାନେ ଆଠୁ ଭଲ ଜିନିଷ ଆଉ ସଂସାରରେ କିଛି ନାହିଁ। ଭଲ ଜିନିଷ ତମେ ଖା। ମୁଁ ଖାଉଛି ତ, ଏଇନା ଦଳିକି ନା ଖାଇଦେବି ଆଉ। ସାଙ୍ଗମାନେ ଦେଖନ୍ତୁ ପୁରା ଜମାଳିଆ ପାଗ ରେଡି କରିଦେଲି। ଲଙ୍କା ଟିକେ ଦଳିଦେଲି, ଆଳୁ ସିଝା, ଟମାଟୋ, ଏମିତି ପିଆଜ ଟିକେ ଭାଙ୍ଗି ଦେଇକି ଖାଲି ରେଡି ଯାଉଛି। ପାଗଟା ପୁରା ରେଡି। ଆଉ ଖାଲି ରୁଟିକୁ ସନ୍ତୁଳା ଖାଲି ବୁଡ଼େଇକି ପାଗ ଟିକେ ଖାଇଦବ, ଓହ ପୁରା ତ ମାଲ ମହୁ ଆଉ ମହୁ।